ମେଘମାଳରେ ଶୀଘ୍ର ଆଗମନ କରୁଥିବା ଆମ୍ଭମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅତି ପବିତ୍ର ଓ ବହୁମୂଲ୍ୟ ନାମରେ ଆପଣ ସମସ୍ତଙ୍କୁ ଆଉ ଗୋଟିଏ ନୂତନ ପ୍ରସଙ୍ଗରେ ପୁନର୍ବାର ମୁଁ ସ୍ୱାଗତ କରେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆସନ୍ତୁ ଆଜି ମଧ୍ୟ ପରମେଶ୍ୱରଙ୍କ ବାକ୍ୟରୁ ଆମେ ଆଉ ଏକ ପ୍ରସଙ୍ଗରେ ଅଳ୍ପ ସମୟ କଥାବାର୍ତ୍ତା ହେବା। ଆଜି ଆମେ ଯେଉଁ ପ୍ରସଙ୍ଗରେ ପ୍ରଭୁଙ୍କ ବାକ୍ୟରୁ ଧ୍ୟାନ କରିବା, ସେହି ପ୍ରସଙ୍ଗର ଶୀର୍ଷକ ହେଲା ମୃତ୍ୟୁ ପରେ କ'ଣ କରିହୁଏ ନାହିଁ। ଆଜିର ପ୍ରସଙ୍ଗ ହେଲା ଜଣେ ବ୍ୟକ୍ତି ମୃତ୍ୟୁବରଣ କଲା ପରେ କ'ଣ କରିପାରେ ନାହିଁ। ଏହି ପ୍ରସଙ୍ଗରେ ଅଳ୍ପ ସମୟ ପ୍ରଭୁଙ୍କ ବାକ୍ୟରୁ ଆମେ କଥାବାର୍ତ୍ତା ହେବା। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୃତ୍ୟୁ ପରେ ଏପରିକି ଅନେକ ବିଷୟ ରହିଛି ଜଣେ ବ୍ୟକ୍ତି କରିପାରେ ନାହିଁ। ସେହି ସବୁ ମଧ୍ୟରୁ ଆପଣମାନଙ୍କ ନିକଟରେ ଆଜି ମୁଁ ପରମେଶ୍ୱରଙ୍କ ବାକ୍ୟରୁ 5ଟି ବିଷୟ ରଖିବା ପାଇଁ ଚାହେଁ, ଯେଉଁ 5ଟି ବିଷୟ ମନୁଷ୍ୟ ବଞ୍ଚି ଥାଉ ଥାଉ କରିବା ଆବଶ୍ୟକ ଅଟେ। ମନୁଷ୍ୟ ମୃତ୍ୟୁବରଣ କଲା ପରେ ଯେଉଁ 5ଟି ବିଷୟ କରିପାରେ ନାହିଁ, ସେହି 5ଟି ବିଷୟ ଆଜି ପରମେଶ୍ୱରଙ୍କ ବାକ୍ୟରୁ ଆପଣମାନଙ୍କ ନିକଟରେ ମୁଁ ରଖିବା ପାଇଁ ଚାହେଁ। ଆସନ୍ତୁ ପ୍ରଥମ ବିଷୟ ଆମେ ପ୍ରଭୁଙ୍କ ବାକ୍ୟରୁ ଦେଖିବା। ଆପଣମାନେ ମୋ ସହିତ ଲୁକ ଲିଖିତ ସୁସମାଚାର 16 ଅଧ୍ୟାୟକୁ ଆସିବେ। ଲୁକ ଲିଖିତ ସୁସମାଚାର 16 ଅଧ୍ୟାୟ 30 ପଦରେ ଏହି ପ୍ରକାର ଲେଖାଯାଏ, ସେଥିରେ ସେ କହିଲା, ହେ ପିତା ଅବ୍ରାହମ, ତାହା ଯଥେଷ୍ଟ ନୁହେଁ, ମାତ୍ର ଯଦି ମୃତମାନଙ୍କ ପାଖରୁ ଜଣେ ସେମାନଙ୍କ ନିକଟକୁ ଯିବ, ତାହେଲେ ସେମାନେ ମନ ପରିବର୍ତ୍ତନ କରିବେ। ପ୍ରିୟମାନେ, ଏହି କଥା ଆମେ ସମସ୍ତେ ଜାଣୁ ଯେ ଏହି ସ୍ୱର, ଏହି ଡାକ ନର୍କର ଡାକ, ନର୍କର ଶବ୍ଦ ଆଉ ନର୍କର ସ୍ୱର ଅଟେ। ଜଣେ ଧନୀ ବ୍ୟକ୍ତି ସେ ମୃତ୍ୟୁବରଣ କଲା ପରେ ଯନ୍ତ୍ରଣାମୟ ସ୍ଥାନରେ ସେ କଲବଲ ହୋଇ ସେହି ସ୍ଥାନରେ ସେ ନର୍କରେ ପଡ଼ି ସେହି ପ୍ରକାର କଥା କହୁଛି। ଅବ୍ରାହମଙ୍କୁ ଅର୍ଥାତ୍ ପରମେଶ୍ୱରଙ୍କୁ ସେ କହୁଛି ଯେ ଲାଜରଙ୍କୁ ମୋ ପରିବାରକୁ ପଠାଇ ଦିଅ, ମୋର 5 ଭାଇ ଅଛନ୍ତି, ସେମାନେ ମନ ପରିବର୍ତ୍ତନ କରିନାହାନ୍ତି। ସେମାନେ ଯେପରି ଏହି ଯନ୍ତ୍ରଣାମୟ ସ୍ଥାନକୁ ନ ଆସିବେ, ଏଥିପାଇଁ ସେମାନେ ଯେପରି ମନ ପରିବର୍ତ୍ତନ କରିବେ, ସେଥିପାଇଁ ଆପଣ କ'ଣ କରନ୍ତୁ, ଲାଜରଙ୍କୁ ମୋ ପରିବାରକୁ ପଠାଇ ଦିଅନ୍ତୁ। ପ୍ରିୟମାନେ, ମୁଁ ଆପଣମାନଙ୍କୁ ଏହି ପଦପର୍ବ ଦ୍ୱାରା ମୁଁ ଏହି କଥା ଆପଣମାନଙ୍କୁ କହିବା ପାଇଁ ଚାହେଁ, ଜଣେ ବ୍ୟକ୍ତି ମୃତ୍ୟୁବରଣ କଲା ପରେ ସେ ମନ ପରିବର୍ତ୍ତନ କରିପାରେ ନାହିଁ। ଯଦି ମନ ପରିବର୍ତ୍ତନ ନ କରି, ପାପରୁ ଫେରି ନ ଆସି, ଅଭିଳାଷରୁ ଫେରି ନ ଆସି, ମନକୁ ପରିବର୍ତ୍ତନ କରି, ପାପ ପରିତ୍ୟାଗ ନ କରି ଜଣେ ବ୍ୟକ୍ତି ମୃତ୍ୟୁବରଣ କରିଦିଏ, ତାହେଲେ ମନ ପରିବର୍ତ୍ତନ କରିବା ପାଇଁ ଆହୁରି ସୁଯୋଗ ନଥାଏ। ଏହି ବ୍ୟକ୍ତି ସେ ମନ ପରିବର୍ତ୍ତନ ନ କରି ମୃତ୍ୟୁବରଣ କରିଥିବାରୁ ସେ ନର୍କରେ ପଡ଼ି ସେ କହୁଛନ୍ତି, ମୋର 5 ଭାଇ ଅଛନ୍ତି, ସେମାନେ ମନ ପରିବର୍ତ୍ତନ କରନ୍ତୁ। ଯଦି ମନ ପରିବର୍ତ୍ତନ ନ କଲେ, ମୁଁ ଯେଉଁ ଯନ୍ତ୍ରଣାମୟ ସ୍ଥାନରେ ପଡ଼ିଛି, ସେମାନେ ମଧ୍ୟ ଆସି ସେ ସ୍ଥାନରେ ପଡ଼ିବେ ଆଉ ଯନ୍ତ୍ରଣା ଭୋଗ କରିବେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ପୃଥିବୀ ପୃଷ୍ଠରେ ସେ ଏଥିପାଇଁ ଆସିଲେ, ଆପଣମାନେ ଆଉ ମୁଁ ସମଗ୍ର ପୃଥିବୀର ମାନବ ଜାତି ଯେପରି ମନ ପରିବର୍ତ୍ତନ କରିବେ। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ତାହାଙ୍କର ସେବା କାର୍ଯ୍ୟର ପ୍ରାରମ୍ଭରେ ସେ ଘୋଷଣା କରି କହିବାକୁ ଲାଗିଲେ, ମନ ପରିବର୍ତ୍ତନ କର, କାରଣ ସ୍ୱର୍ଗ ରାଜ୍ୟ ସନ୍ନିକଟ। ପ୍ରିୟମାନେ, ଆଜି ସୁଯୋଗ ଅଛି, ଆମେ ବଞ୍ଚି ଥାଉ ଥାଉ ମନ ପରିବର୍ତ୍ତନ କରିବା ଆବଶ୍ୟକ ରହିଛି। ଆଜି ବଞ୍ଚି ଥାଉ ଥାଉ ଅନୁତାପ କରିବା ଆବଶ୍ୟକ ରହିଛି। ପାପକୁ ସ୍ୱୀକାର କରି ପାପ ଛାଡ଼ିବା ଆବଶ୍ୟକ ରହିଛି। ଯଦି ଆମେ ପାପରେ ଥାଇ, ଅଭିଳାଷରେ ଥାଇ, ଦୁଷ୍ଟତାରେ ଥାଇ, ମନ୍ଦତାରେ ଥାଇ ଯଦି ଆମେ ମୃତ୍ୟୁବରଣ କରୁ, ତାହେଲେ ମନ ପରିବର୍ତ୍ତନ କରିବାର ସୁଯୋଗ ନଥାଏ। ବଞ୍ଚି ଥାଉ ଥାଉ ଜଣେ ବ୍ୟକ୍ତି ମନ ପରିବର୍ତ୍ତନ କରିବା ଆବଶ୍ୟକ ରହିଛି। ଆଜି ଆମେ ନିଜକୁ ଟିକେ ସମୀକ୍ଷା କରିବା, ମୁଁ କ'ଣ ମୋର ମନକୁ ମୁଁ ପରିବର୍ତ୍ତନ କରିଛି? ମୁଁ କ'ଣ ଆଜି ପାପରୁ ଫେରି ଆସିଛି? ପ୍ରିୟମାନେ, ଆପଣ ଦେଖିବେ ଖ୍ରୀଷ୍ଟିଆନ ସମାଜରେ ଆଗ ଭଳି ଘର ନାହିଁ, ସେମାନଙ୍କ ଘର ପରିବର୍ତ୍ତନ ହେଇଛି। ଆଗ ଭଳି ପିନ୍ଧାଓଢ଼ା ନାହିଁ, ସେମାନଙ୍କର ପିନ୍ଧାଓଢ଼ା ମଧ୍ୟ ପରିବର୍ତ୍ତନ ହେଇଛି। ଆଗରେ ଲୋକମାନଙ୍କୁ ମୋବାଇଲ ନଥିଲା, ଏବେ ମୋବାଇଲ ଅଛି, ଗାଡ଼ି ଅଛି, ସବୁ କିଛି ସେମାନଙ୍କର ପରିବର୍ତ୍ତନ ହେଇଛି। କିନ୍ତୁ ଦୁଃଖର ବିଷୟ, ଯେଉଁଟା ପରିବର୍ତ୍ତନ କରିବା ଦ୍ୱାରା ଜଣେ ବ୍ୟକ୍ତି ସ୍ୱର୍ଗକୁ ଯିବ, ଯେଉଁ ବିଷୟ ପରିବର୍ତ୍ତନ କରିବା ଦ୍ୱାରା ଜଣେ ବ୍ୟକ୍ତିର ଅନନ୍ତ ଜୀବନ ଲାଭ ହେବ, ଉଦ୍ଧାର ପାଇବ, ଆଜି ସେହି ବିଷୟ ପରିବର୍ତ୍ତନ ହେଇନାହିଁ। ତାହା ହେଉଛି ମନ। ଆଉ ଏହି ମନକୁ ଜଣେ ବ୍ୟକ୍ତି ସେତେବେଳେ ପରିବର୍ତ୍ତନ କରିପାରିବ ଯେତେବେଳେ ବଞ୍ଚିଥିବ, ଯେତେବେଳେ ଏହି ପୃଥିବୀ ପୃଷ୍ଠରେ ଥିବ। ପ୍ରଭୁଙ୍କର ଗୌରବ ହଉ। ପ୍ରିୟମାନେ,
ଆମେ ବଞ୍ଚି ଥାଉ ଥାଉ ମନ ପରିବର୍ତ୍ତନ କରିବା ଆବଶ୍ୟକ ରହିଛି। ମରିଗଲା ପରେ, ମୃତ୍ୟୁବରଣ କଲା ପରେ ଏହି ମନ ପରିବର୍ତ୍ତନ କରିବାର ସୁଯୋଗ ନଥାଏ। ଆପଣମାନଙ୍କ ନିକଟରେ ମୁଁ ଦ୍ୱିତୀୟ ବିଷୟ ରଖିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ଆସିବେ ରୋମିଓ ପୁସ୍ତକ 10 ଅଧ୍ୟାୟ, ସାଧୁ ପାଉଲଙ୍କ ଦ୍ୱାରା ଲିଖିତ ରୋମିଓ ପୁସ୍ତକ 10 ଅଧ୍ୟାୟ 9 ପଦରେ ଏ ପ୍ରକାର ଲେଖାଗଲା, ଯେଣୁ ତୁମ୍ଭେ ଯଦି ମୁଖରେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ ଆଉ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ, ତେବେ ପରିତ୍ରାଣ ପ୍ରାପ୍ତ ହେବ। ପ୍ରିୟମାନେ, ଜଣେ ବ୍ୟକ୍ତି ମୃତ୍ୟୁବରଣ କଲା ପରେ ସେ ଆଉ ଯୀଶୁଙ୍କୁ ପ୍ରଭୁ ବୋଲି ବିଶ୍ୱାସ କରିବାର ଆଉ ମୁଖରେ ସ୍ୱୀକାର କରିବାର ସୁଯୋଗ ନଥାଏ। ବଞ୍ଚି ଥାଉ ଥାଉ ଯୀଶୁ ହିଁ ପ୍ରଭୁ ବୋଲି ଜଣେ ବ୍ୟକ୍ତି ତାହାଙ୍କୁ ବିଶ୍ୱାସ କରିବା ପାଇଁ ପଡ଼ିବ। କାରଣ ଯୀଶୁଙ୍କ ଛଡ଼ା ଦ୍ୱିତୀୟ ପରମେଶ୍ୱର ପୃଥିବୀରେ କେହି ନାହାନ୍ତି। ଆଜି ଯେତିକି ବି ପ୍ରଭୁ, ଯେତିକି ବି ମହାପୁରୁଷ, ଦେବାଦେବୀ, ଏହିସବୁ ନାଁରେ ଯେତେ ଜଣ ଏହି ପୃଥିବୀ ପୃଷ୍ଠରେ ଆସିଲେ, ଆଜି ସମସ୍ତେ ମୃତ୍ୟୁବରଣ କଲେ, ମାଟିରେ ମିଶିଗଲେ ଆଉ ସେମାନେ କବରରେ ଅଛନ୍ତି। ମାତ୍ର ଆମେ ଯେଉଁ ପରମେଶ୍ୱରଙ୍କର ସେବା କରୁଛୁ, ଯେ ନାଁ ଧରିଥିବ ଯୀଶୁ, ସେ କବରକୁ ଫୁଟାଇ ଉଠିଛନ୍ତି। ସେ କବରକୁ ମୁକ୍ତ କରି ସେ ଉଠିଛନ୍ତି। ଆଉ ସେ ଆମର ପରିତ୍ରାଣ ଲାଗି, ଆମର ପାପ ଲାଗି ସେ କୁଶାର୍ପିତ ହେଲେ ଆଉ ସ୍ୱର୍ଗାରୋହଣ କଲେ। ତୃତୀୟ ଦିବସରେ ସେ ଉତ୍ଥିତ ହେଲେ। ଆମେ ଯୀଶୁଙ୍କୁ ନିଜର ପ୍ରଭୁ ଭାବରେ ସେତେବେଳେ ଆମେ ବିଶ୍ୱାସ କରିବା ଯେତେବେଳେ ଆମେ ଜୀବିତ ଥିବା। ମୃତ୍ୟୁ ପରେ ଯୀଶୁଙ୍କୁ ଆଉ ବିଶ୍ୱାସ ଜଣେ ମନୁଷ୍ୟ କରିପାରେ ନାହିଁ। ସେହିଦିନ ନହ 120 ବର୍ଷ ପ୍ରଚାର କଲେ, ମାତ୍ର ତାହାଙ୍କ ପ୍ରଚାରରେ କେହି ମଧ୍ୟ ବିଶ୍ୱାସ କଲେ ନାହିଁ। ସମସ୍ତେ ଜଳପ୍ଲାବନରେ ବିନଷ୍ଟ ହେଇଗଲେ। ଆଜି ମଧ୍ୟ ଅନେକ ପ୍ରଭୁଙ୍କର ଦାସମାନେ ପ୍ରଚାର କରୁଛୁ ଆମେ। ଆଜି ମଧ୍ୟ ଅନେକ ୟୁଟ୍ୟୁବ ଚ୍ୟାନେଲରେ ପ୍ରଭୁଙ୍କର ବାକ୍ୟ ଯାଉଛି। ଆଜି ମଧ୍ୟ ଗାଁରେ ମଣ୍ଡଳୀ ଅଛି। ଅନେକ ଲୋକ ଆଜି ବି ପ୍ରଭୁଙ୍କ ଠାରେ ସନ୍ଦେହ, ଆଜି ମଧ୍ୟ ପରମେଶ୍ୱରଙ୍କ ଠାରେ ସନ୍ଦେହ। ସତରେ କ'ଣ ସ୍ୱର୍ଗ ଅଛି? ସତରେ କ'ଣ ନର୍କ ଅଛି? ସତରେ କ'ଣ ଯୀଶୁଙ୍କର ଆଗମନ ହେବ? ଆଜି ବି ଅନେକ ଲୋକ ସେ ପ୍ରକାର ସନ୍ଦେହରେ ଅଛନ୍ତି। ମାତ୍ର ବାକ୍ୟ ଆମକୁ କହେ, ପ୍ରିୟ ଭାଇ ଭଉଣୀମାନେ, ସନ୍ଦେହ ଲୋକମାନେ କିଛି ପାଇବେ ନାହିଁ। ସନ୍ଦେହ ଗୋଟେ ଅଗ୍ନି ପରି। ସନ୍ଦେହ ଗୋଟେ ମନୁଷ୍ୟକୁ ପୋଡ଼େଇ ଦେବ। ସନ୍ଦେହ ଗୋଟେ ପରିବାରକୁ ନଷ୍ଟ କରିବ। ମାତ୍ର ବାକ୍ୟ କହେ ଯେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବ ଆଉ ଈଶ୍ୱର ତାହାଙ୍କୁ ମୃତମାନଙ୍କ ମଧ୍ୟରୁ ଉଠାଇ ଅଛନ୍ତି ବୋଲି ହୃଦୟରେ ବିଶ୍ୱାସ କରିବ, ସେ ପରିତ୍ରାଣ ପାଇବ। ଏହା କେତେବେଳେ ହେବ? ଜଣେ ବ୍ୟକ୍ତି ବଞ୍ଚିଥିବା ସମୟରେ ହେବ। ମୃତ୍ୟୁ ପରେ ଏହା ଜଣେ ବ୍ୟକ୍ତି କରିପାରେ ନାହିଁ। ବଞ୍ଚି ଥାଉ ଥାଉ ଯୀଶୁ ହିଁ ପ୍ରଭୁ ବୋଲି, ଯୀଶୁ ହିଁ ସ୍ୱର୍ଗର କର୍ତ୍ତା, ଯୀଶୁ ହିଁ ଆମକୁ ପରିତ୍ରାଣ ଦିଅନ୍ତି। ଯୀଶୁଙ୍କ ଛଡ଼ା ପାପ କ୍ଷମା କୋଉଠି ନାହିଁ। ଏହି କଥା ଆମକୁ ବିଶ୍ୱାସ କରିବାକୁ ପଡ଼ିବ। ଏହା କେତେବେଳେ ଆମେ କରିବା ଆବଶ୍ୟକ ରହିଛି? ମୃତ୍ୟୁ ପୂର୍ବରୁ। ମରିଗଲା ପରେ ଜଣେ ବ୍ୟକ୍ତି ଯୀଶୁଙ୍କୁ ପ୍ରଭୁ ବୋଲି ବିଶ୍ୱାସ କରିପାରେ ନାହିଁ। ପ୍ରଭୁଙ୍କର ଗୌରବ ହଉ। ଆପଣମାନଙ୍କ ନିକଟରେ ମୁଁ ତୃତୀୟ ବିଷୟ ରଖିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ଆସିବେ ଗୀତ ସଂହିତା 30 ଅଧ୍ୟାୟ 30 ଗୀତ ତାର 9 ପଦରେ ଲେଖାଗଲା, ମୁଁ ଗର୍ତ୍ତକୁ ଗମନ କଲେ ମୋହର ରକ୍ତରେ କି ଲାଭ? ଧୂଳି କି ତୁମର ପ୍ରଶଂସା କରିବ, ତାହାକି ତୁମର ସତ୍ୟତା ପ୍ରକାଶ କରିବ। ପ୍ରିୟମାନେ, ପ୍ରଭୁଙ୍କର ଗୌରବ ହଉ। ଏହି ସ୍ଥାନରେ ଗୀତ ରଚକ ଅର୍ଥାତ୍ ଦାଉଦ ମହାରାଜା ସେ ଲେଖୁଛନ୍ତି, ମୁଁ ଗର୍ତ୍ତକୁ ଗମନ କଲେ ମୋହର ରକ୍ତରେ କି ଲାଭ? ଧୂଳି କି ତୁମର ପ୍ରଶଂସା କରିବ। କେବେ ମଧ୍ୟ ଜଣେ ବ୍ୟକ୍ତି ମରିଗଲା ପରେ ସେ ମାଟିରେ କବରରେ ସେ ଶୟନ କରି କେବେ ମଧ୍ୟ ପ୍ରଭୁଙ୍କର ମହିମା ଗୌରବ ପ୍ରଶଂସା କରିପାରେ ନାହିଁ। ବଞ୍ଚି ଥାଉ ଥାଉ ଆମେ ଆମମାନଙ୍କର ନିଶ୍ୱାସ ପ୍ରଶ୍ୱାସ ଧାରି ଆମେ ସମ୍ପୂର୍ଣ୍ଣ ଶକ୍ତି ସହକାରେ, ସମ୍ପୂର୍ଣ୍ଣ ହୃଦୟରେ, ସମ୍ପୂର୍ଣ୍ଣ ମନରେ ଆମେ ତାହାଙ୍କର ପ୍ରଶଂସା କରିପାରିବା। ଆମେ ମରିଗଲା ପରେ ଆମେ ଆହୁରି ପ୍ରଭୁଙ୍କର ପ୍ରଶଂସା ଗୌରବ ଆମେ କରିପାରିବା ନାହିଁ। ଆପଣମାନଙ୍କୁ ମୁଁ ଆଉ ଗୋଟେ ବାକ୍ୟ ପଢ଼ିବା ଉତ୍ସାହିତ କରିବା ପାଇଁ ଚାହେଁ। ସେହି ଗୀତ 119 ଅଧ୍ୟାୟ ତାର 175 ପଦ ଦେଖିବେ, ଲେଖାଯାଏ, ମୋହର ପ୍ରାଣ ଜୀବିତ ଥାଉ, ତହିଁରେ ତାହା ତୁମର ପ୍ରଶଂସା କରିବ ଓ ତୁମ୍ଭର ଶାସନ ସକଳ ମୋହର ସାହାଯ୍ୟ କରୁ। ପ୍ରିୟମାନେ, ମୃତ୍ୟୁବରଣ କଲା ପରେ ଜଣେ ବ୍ୟକ୍ତି ଆହୁରି କେବେ ମଧ୍ୟ ପ୍ରଭୁଙ୍କର ପ୍ରଶଂସା କରିପାରେ ନାହିଁ। ବଞ୍ଚି ଥାଉ ଥାଉ ଆମେ ପ୍ରଭୁଙ୍କର ଗୌରବ ଆଉ ପ୍ରଶଂସାର କାରଣ ହେବାର ଆବଶ୍ୟକ ରହିଛି। ଯଦି ଆପଣମାନେ ଯେଶାୟା ପୁସ୍ତକ 38 ଅଧ୍ୟାୟ 18 ପଦ ପଢ଼ିବେ, ଲେଖାଯାଏ, ଯେହେତୁ
ପାତାଳ ତୁମର ପ୍ରଶଂସା କରି ନପାରେ, ମୃତ୍ୟୁ ତୁମର ଗୁଣ କୀର୍ତ୍ତନ କରି ନପାରେ, ଗର୍ତ୍ତଗାମୀମାନେ ତୁମର ସତ୍ୟତା ପାଇଁ ପ୍ରତ୍ୟାଶା କରି ନପାରନ୍ତି। ପ୍ରିୟମାନେ, ମୁଁ କହିବା ପାଇଁ ଚାହେଁ, ଆପଣ ଯଦି ଏବେ ମଣ୍ଡଳୀକୁ ଯାଉନାହାନ୍ତି, ଆପଣ ମୃତ୍ୟୁ ପରେ ମଧ୍ୟ ସୁଯୋଗ ମିଳିବ ନାହିଁ। ଆଜି ଅନେକ ଭାଇ ଭଉଣୀମାନେ ଆଜି ସେମାନଙ୍କୁ ପ୍ରାର୍ଥନା କରିବା ଭଲ ଲାଗୁନାହିଁ, ମଣ୍ଡଳୀକୁ ଯିବା ଭଲ ଲାଗୁନାହିଁ। ଆପଣ କ'ଣ ମୃତ୍ୟୁ ପରେ ମଣ୍ଡଳୀକୁ ଯିବେ? ମୃତ୍ୟୁ ପରେ କ'ଣ ଆପଣ ବାଇବଲ ପଢ଼ିବେ? ଆପଣଙ୍କର ମୃତ୍ୟୁ ହେଲା ପରେ କ'ଣ ଆପଣ ଉପବାସ କରିବେ? ଆପଣଙ୍କର ମୃତ୍ୟୁ ହେଲା ପରେ କ'ଣ ଆପଣ ପ୍ରାର୍ଥନା କରିବେ? ପ୍ରିୟମାନେ, ଏହା ଅସମ୍ଭବ ଅଟେ। ବଞ୍ଚି ଥାଉ ଥାଉ ଜଣେ ବ୍ୟକ୍ତି ପ୍ରଭୁଙ୍କର ମହିମା ପ୍ରଶଂସା କରିବା ଆବଶ୍ୟକ ରହିଛି। ପରମେଶ୍ୱର ମନୁଷ୍ୟକୁ ସେ ଏଥିପାଇଁ ସୃଷ୍ଟି କଲେ, ମାନବ ଯେପରି ତାହାଙ୍କର ପ୍ରଶଂସା ଗୁଣଗାନ କରିବ, ତାହାଙ୍କର ମହିମା କୀର୍ତ୍ତନ କରିବ, ଆଉ ଯେପରି ମାନବ ଜାତି ବା ମନୁଷ୍ୟ ଯେପରି ପରମେଶ୍ୱରଙ୍କର ଆଜ୍ଞାବହ ହେବ, ପ୍ରଭୁଙ୍କର ଗୌରବ ହଉ। ଆମେ ମୃତ୍ୟୁ ପରେ ଜଣେ ବ୍ୟକ୍ତି ପ୍ରଭୁଙ୍କର ଗୌରବ ପ୍ରଶଂସା କରିପାରେ ନାହିଁ। ଆଜି ଆପଣ ବଞ୍ଚିଛନ୍ତି, ଆପଣ ପ୍ରଭୁଙ୍କୁ ଧନ୍ୟବାଦ ଦିଅନ୍ତୁ, ପ୍ରଭୁଙ୍କର ପ୍ରଶଂସା ଗୌରବର କାରଣ ହୁଅନ୍ତୁ। କାରଣ ମୃତ୍ୟୁ ପରେ ଆଉ ପ୍ରଶଂସା ଗୌରବ, ମଣ୍ଡଳୀକୁ ଯିବା, ପ୍ରାର୍ଥନା କରିବା, ଆମେ ତାହାଙ୍କ ଉଦ୍ଦେଶ୍ୟରେ ସେବା କରିବା, ସମର୍ପିତ ହେବା, ଏହିସବୁ ସୁଯୋଗ ମୃତ୍ୟୁ ପରେ ନଥାଏ। ଚତୁର୍ଥ ବିଷୟ ଆପଣମାନଙ୍କ ନିକଟରେ ମୁଁ ରଖିବା ପାଇଁ ଚାହେଁ। ଆପଣମାନେ ମୋ ସହିତ ମାଥ୍ୟୁ ଲିଖିତ ସୁସମାଚାର 7 ଅଧ୍ୟାୟକୁ ଆସିବେ। ମାଥ୍ୟୁ ଲିଖିତ ସୁସମାଚାର 7 ଅଧ୍ୟାୟ 13 ଆଉ 14 ପଦ ମୁଁ ଆମ ସମସ୍ତଙ୍କ ନିମନ୍ତେ ପାଠ କରିବା ପାଇଁ ଚାହେଁ। ଲେଖାଯାଏ, ସଂକୀର୍ଣ୍ଣ ଦ୍ୱାର ଦେଇ ପ୍ରବେଶ କର, କାରଣ ସର୍ବନାଶକୁ ଘେନିଯିବା ଦ୍ୱାର ଅସାର ଓ ପଥ ପ୍ରଶସ୍ତ, ପୁଣି ତାହା ଦେଇ ପ୍ରବେଶ କରିବା ଲୋକେ ଅନେକ। ଆଉ ଜୀବନକୁ ଘେନିଯିବା ଦ୍ୱାର ସଂକୀର୍ଣ୍ଣ ଓ ପଥ ଦୁର୍ଗମ, ପୁଣି ତାହାର ସନ୍ଧାନ ପାଇବା ଲୋକେ ଅଳ୍ପ। ପ୍ରିୟମାନେ, ଏହି ବାକ୍ୟ ଦ୍ୱାରା ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଜଣେ ମନୁଷ୍ୟ, ଜଣେ ବ୍ୟକ୍ତି ମୃତ୍ୟୁ ପରେ ପଥକୁ ମନୋନୀତ କରିପାରେ ନାହିଁ। ପଥ ଅର୍ଥାତ୍ ଦୁଇଟି ପଥ, ଗୋଟିଏ ହେଲା ଅସାରିଆ ପଥ, ଆଉ ଗୋଟିଏ ସଂକୀର୍ଣ୍ଣ ପଥ। ଅର୍ଥାତ୍ ଏହାକୁ ଆମେ ଯଦି କହିବା, ଗୋଟିଏ ହେଲା ଜଗତର ପଥ, ବିନାଶର ପଥ, ଆଉ ଗୋଟିଏ ସ୍ୱର୍ଗର ପଥ ଅର୍ଥାତ୍ ଜୀବନର ପଥ। ଜଣେ ବ୍ୟକ୍ତି ମୃତ୍ୟୁ ପରେ ସେ ସ୍ୱର୍ଗକୁ ଯିବ କି ନର୍କକୁ ଯିବ, ମୃତ୍ୟୁ ପରେ ସେ ତାହା ମନୋନୀତ କରିପାରିବ ନାହିଁ, ତାହା ବାଛି ପାରିବ ନାହିଁ। ବଞ୍ଚି ଥାଉ ଥାଉ ଜଣେ ବ୍ୟକ୍ତିକୁ ବାଛିବାକୁ ପଡ଼ିବ, ଜଣେ ବ୍ୟକ୍ତି ପାଇଁ ମନୋନୀତ କରିବାକୁ ପଡ଼ିବ, ମୁଁ କୋଉଠି ଯିବି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମୁଁ କୋଉଠିକୁ ଯିବି ଅର୍ଥାତ୍ ଆମେ କୋଉଠିକୁ ଯିବା, ଆମେ ଯେ ମନୋନୀତ କରିବା ତାହା ନୁହେଁ, ମନୋନୀତ କରିବା ସହିତ ମଧ୍ୟ ସେହି ରାସ୍ତାର କର୍ମରେ, ସେହି ରାସ୍ତାର ନିୟମରେ ଆମକୁ ବଞ୍ଚିବା ପାଇଁ ପଡ଼ିବ। ଜଣେ ବ୍ୟକ୍ତି ଯେ ମୁଁ ସ୍ୱର୍ଗକୁ ଯିବି ବାଛିଦେଲା ମାତ୍ରକେ ସେ ଯେ ସ୍ୱର୍ଗକୁ ପଳାଇବ ତାହା ନୁହେଁ। ସ୍ୱର୍ଗକୁ ପ୍ରବେଶ କରିଥିବା ବ୍ୟକ୍ତି ଜଣେ, ସେ ଯୀଶୁଖ୍ରୀଷ୍ଟ। ଆଉ ତାହାଙ୍କର ପଦଚିହ୍ନ ଦେଇ ଗମନ କଲେ ହିଁ ଆମେ ସ୍ୱର୍ଗକୁ ଯାଇପାରିବା। ସେଥିପାଇଁ ବଞ୍ଚି ଥାଉ ଥାଉ ଜଣେ ବ୍ୟକ୍ତିକୁ ପଥ ମନୋନୀତ କରିବାକୁ ପଡ଼ିବ, ଯେ ମୁଁ କେଉଁ ପଥରେ ଯିବି, ମୋତେ କୋଉଟା ଭଲ, ସେଇଟାକୁ ମୋତେ ବାଛିବାକୁ ପଡ଼ିବ, ସ୍ୱର୍ଗ କିମ୍ବା ନର୍କ। ମୃତ୍ୟୁ ପରେ ଏହା ଜଣେ ବ୍ୟକ୍ତି ଡିସାଇଡ୍ କରିପାରେ ନାହିଁ, ବାଛିପାରେ ନାହିଁ। ସେଥିପାଇଁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ବଞ୍ଚି ଥାଉ ଥାଉ ଏଇଟାକୁ ଆମେ ମନୋନୀତ କରିବାକୁ ପଡ଼ିବ ଯେ ସର୍ବନାଶକୁ ଘେନିଯିବା ଦ୍ୱାର ଅସାର। ଆଜି ଅନେକ ଲୋକ ସର୍ବନାଶକୁ ଯାଉଛନ୍ତି, ବିନାଶକୁ ଯାଉଛନ୍ତି। ସେମାନଙ୍କୁ ପବିତ୍ରତା ଦରକାର ନାହିଁ, ସେମାନଙ୍କୁ ସ୍ୱର୍ଗ କ'ଣ ସେମାନେ ବିଶ୍ୱାସ କରନ୍ତି ନାହିଁ। ମଦ୍ୟପାନରେ, ନିଶା ଦ୍ରବ୍ୟରେ ସେମାନେ ଆସକ୍ତ ହେଇ ନିଜ ଜୀବନକୁ ସେମାନେ ବର୍ବାଦ କରୁଛନ୍ତି, ବିନାଶ ହେଉଛନ୍ତି। ଆମର ପ୍ରଭୁ ଯୀଶୁଖ୍ରୀଷ୍ଟ ସେଥିପାଇଁ ଆସିଲେ, ବିନାଶରୁ ଆମକୁ ରକ୍ଷା କରିବା ପାଇଁ, ବିନାଶରୁ ଆମକୁ ସୁରକ୍ଷା ଦେବା ପାଇଁ। ଆଉ ସେ କହିଲେ, ମୋର ପଦଚିହ୍ନ ଦେଇ ତୁମେ ଚାଲ, ମୁଁ ଯେଉଁ ସିଂହାସନରେ ବସିଛି, ମୁଁ ଯେଉଁ ଜୀବନ ଅଟେ, ଯେ ମୁଁ ଯେଉଁ ଜୀବନରେ ପ୍ରବେଶ କରିଛି, ତୁମେ ମଧ୍ୟ ସେଇ ଜୀବନରେ ପ୍ରବେଶ କରିବ। ପ୍ରଭୁଙ୍କର ଗୌରବ ହଉ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ବଞ୍ଚି ଥାଉ ଥାଉ ଜଣେ ବ୍ୟକ୍ତି ସେଇ ପଥକୁ ନିରୂପଣ କରିପାରିବ, ମୃତ୍ୟୁ ପରେ ସେ ସେଇ ପଥକୁ ବାଛି ପାରିବ ନାହିଁ। ଆପଣମାନଙ୍କ ନିକଟରେ ମୁଁ ପଞ୍ଚମ ବିଷୟ ରଖିବା ପାଇଁ ଚାହେଁ। ପଞ୍ଚମ ବିଷୟ ଅର୍ଥାତ୍ ଶେଷ ବିଷୟ ଲେଖାଯାଏ ମାଥ୍ୟୁ 6 ଅଧ୍ୟାୟ 14 ଆଉ 15 ପଦ। କାରଣ ଯେବେ ଲୋକମାନଙ୍କର ଅପରାଧ ସବୁ କ୍ଷମା କର, ତେବେ ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତା ତୁମ୍ଭମାନଙ୍କୁ ମଧ୍ୟ କ୍ଷମା କରିବେ। କିନ୍ତୁ ଯେବେ ଲୋକମାନଙ୍କୁ କ୍ଷମା ନ କର, ତେବେ ତୁମ୍ଭମାନଙ୍କ ପିତା ମଧ୍ୟ
ତୁମ୍ଭମାନଙ୍କ ଅପରାଧ ସବୁ କ୍ଷମା କରିବେ ନାହିଁ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଏହି ସ୍ଥାନ ଆମେ ଦେଖୁଛୁ ଯେ ଜଣେ ବ୍ୟକ୍ତି ଶତ୍ରୁକୁ ବଞ୍ଚିଥିବା ସମୟରେ ହିଁ କ୍ଷମା ଦେଇପାରିବ। ମୃତ୍ୟୁ ପରେ ଶତ୍ରୁକୁ କ୍ଷମା ଦେବାର ସୁଯୋଗ ନଥିବ। ଆଜି ଅନେକ ଭାଇ ଭଉଣୀମାନେ ଆଜି ଖ୍ରୀଷ୍ଟିଆନ ସମାଜରେ ସେମାନେ ଚର୍ଚ୍ଚକୁ ଯାଆନ୍ତି, ଆରାଧନା କରନ୍ତି, ଦାନ ଦିଅନ୍ତି, ଗୀତ ଗାଆନ୍ତି, ବାଇବଲ ପଢ଼ନ୍ତି, ସବୁ କିଛି କରନ୍ତି, କିନ୍ତୁ ଶାଶୁ ବୋହୂର ସେମାନଙ୍କୁ ପଡ଼ୁନାହିଁ। ଭାଇ ଭାଇ ମଧ୍ୟରେ ମନମାଳିନତା, ସ୍ୱାମୀ ସ୍ତ୍ରୀ ମଧ୍ୟରେ ସେମାନଙ୍କର କଥାବାର୍ତ୍ତା ନାହିଁ, ମାତ୍ର ସେମାନେ ମଣ୍ଡଳୀକୁ ଯାଉଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ସ୍ଥାନରେ କହିଲେ, ଯଦି ଆମେ ଅନ୍ୟକୁ କ୍ଷମା କରିବା ନାହିଁ ତାହେଲେ ଆମକୁ ମଧ୍ୟ ପରମେଶ୍ୱର କ୍ଷମା କରିବେ ନାହିଁ। ପରମେଶ୍ୱର ଆମକୁ ଯେ ପ୍ରକାର କ୍ଷମା କରିଛନ୍ତି, ଆମେ ମଧ୍ୟ ଅନ୍ୟକୁ କ୍ଷମା କରିବା ଆବଶ୍ୟକ ରହିଛି। ଏହା ପରମେଶ୍ୱରଙ୍କ ବାକ୍ୟ ଅଟେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଜଣେ ବ୍ୟକ୍ତି ଶତ୍ରୁକୁ ସେତେବେଳେ ସେ କ୍ଷମା ଦେଇପାରିବ ଯେତେବେଳେ ସେ ଜୀବିତ ଥିବ। ମୃତ୍ୟୁ ପରେ ଆଉ କ୍ଷମା ଦେବାର ସୁଯୋଗ ନଥିବ କିମ୍ବା କ୍ଷମା ପାଇବାର ମଧ୍ୟ ସୁଯୋଗ ନଥିବ। ସେଥିପାଇଁ ଅନେକ ଭାଇ ଭଉଣୀମାନେ ସେମାନେ କହନ୍ତି ଯେ ମୁଁ ଏବେ କ୍ଷମା ଦେବି ନାହିଁ, ଆଉ କିଛି ମାସ ପରେ, ନୂଆ ବର୍ଷ ଆସିଲେ, ଆଉ ଡିସେମ୍ବର ଆସିଲେ, ଏହି ପ୍ରକାର ଅନେକ ଲୋକମାନଙ୍କର ମନୋଭାବ ତାହା ଅଟେ। ପ୍ରିୟ ଭାଇ ଭଉଣୀମାନେ, ସେହି ଦିନ ପୂର୍ବରୁ ଯଦି ଆମେ ମୃତ୍ୟୁବରଣ କରିବା ତାହେଲେ ଆମେ କେବେ ଆଉ କ୍ଷମା ଦେବା? ସେଇ କ୍ଷମା ଦେବାର ସୁଯୋଗ ନଥିବ, ମିଳନର ସୁଯୋଗ ନଥିବ, ମିଶିବାର ଆଉ କ୍ଷମା ଦେଇ କ୍ଷମା ପାଇ ଆମେ ଉଦ୍ଧାର ପାଇବାର ସୁଯୋଗ ନଥିବ। ସେଥିପାଇଁ ସୁଯୋଗର ସଦ୍ବ୍ୟବହାର କରିବା ଅତି ଜରୁରୀ ଅଟେ, କାରଣ କାଳ ମନ୍ଦ ଅଟେ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଜଣେ ବ୍ୟକ୍ତି ମୃତ୍ୟୁ ପରେ ସେ ମନ ପରିବର୍ତ୍ତନ କରିପାରେ ନାହିଁ। ମୃତ୍ୟୁ ପରେ ଯୀଶୁଙ୍କୁ ପ୍ରଭୁ ବୋଲି ସେ ସ୍ୱୀକାର କରିପାରେ ନାହିଁ। ମୃତ୍ୟୁ ପରେ ସେ ପ୍ରଭୁଙ୍କର ପ୍ରଶଂସା, ଧନ୍ୟବାଦ, ମହିମା କରିପାରେ ନାହିଁ ଏବଂ ମୃତ୍ୟୁ ପରେ ସେ କୋଉଠାକୁ ଯିବ ସେ ବାଛିପାରେ ନାହିଁ ଏବଂ ମୃତ୍ୟୁ ପରେ ସେ ଅନ୍ୟକୁ କ୍ଷମା ଦେଇପାରେ ନାହିଁ। ଏହି 5ଟି ବିଷୟ ଆପଣଙ୍କୁ ମୋତେ ବଞ୍ଚି ଥାଉ ଥାଉ କରିବା ଆବଶ୍ୟକ ରହିଛି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ। ଏହି ବାକ୍ୟ ଦେଇ ଆମ ସମସ୍ତଙ୍କୁ ପ୍ରଚୁର ଭାବରେ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପ୍ରେମିକ ସ୍ୱର୍ଗୀୟ ପିତା, ମୁଁ ତୁମକୁ ଧନ୍ୟବାଦ ଦିଏ, ଗୌରବ କରେ। ପ୍ରଭୁ, ତୁମ ବାକ୍ୟ ଦ୍ୱାରା ଆମମାନଙ୍କୁ କଥା ହେଇଥିବାରୁ ମୁଁ ତୁମ ନାମର ଧନ୍ୟବାଦ ପ୍ରଶଂସା କରୁଛି। ପ୍ରଭୁ, ଏହି 5ଟି ବିଷୟ ଆମେ ଜୀବିତ ଥିବା ଅବସ୍ଥାରେ ଆମେ ପ୍ରଭୁ ଆମ ଜୀବନରେ ଏହି ବାକ୍ୟକୁ କାର୍ଯ୍ୟକାରୀ କରିବୁ। ତୁମେ ଆମମାନଙ୍କୁ ସାହାଯ୍ୟ କର। ବଞ୍ଚି ଥାଉ ଥାଉ ଆମେ ମନ ପରିବର୍ତ୍ତନ କରି ବଞ୍ଚି ଥାଉ ଥାଉ ଆମେ ତୁମକୁ ପ୍ରଭୁ ବୋଲି ମାନି ତୁମ ପଛରେ ଆମେ ଚାଲିବା ପାଇଁ ତୁମେ ଆମମାନଙ୍କୁ ଅନୁଗ୍ରହ ଦିଅ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଛି, ଆମେନ୍।